এই କୁଜଙ୍ଗର ବିଏମ୍ସି ସରକାରୀ ବନବିହାରୀ ଉଚ୍ଚ ବିଦ୍ୟାଳୟର 125ତମ ବାର୍ଷିକ ଉତ୍ସବ ଦୀପିକା ପାଳନ କରାଯାଉଛି। ଏହି ଅବସରରେ ଆମର ସ୍କୁଲର ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରୁଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବା ସହିତ ଗୋଟେ ସଭା ଅନୁଷ୍ଠିତ ହେଉଛି। ଆଉ ଏହାର ପରବର୍ତ୍ତୀ ସଭାରେ ପରବର୍ତ୍ତୀ ସମୟରେ ପୁରସ୍କାର ବିତରଣ ଆଉ ନାଚ ଗୀତର ପିଲାମାନଙ୍କ ଦ୍ୱାରା ଆୟୋଜିତ ନାଚ ଗୀତ ନାଟକ ଏଗୁଡ଼ା ମଞ୍ଚସ୍ଥକୁ ଯାଉଛି। ଆଗାମୀ ଦିନରେ ଇଏ ସ୍କୁଲର ଉନ୍ନତି ପାଇଁ ଆମେ ଆମର ଆଲୁମିନା ଏସ୍ଏମ୍ସି କମିଟି ଆଲୁମିନା କମିଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତେ ଚେଷ୍ଟିତ ଏବଂ ଆମେ ଯଥାସମ୍ଭବ ଚେଷ୍ଟା କରିବୁ ଯେ ଏ ସ୍କୁଲକୁ କେମିତି 1 ନମ୍ବରରେ ଆମ ଜଗତସିଂହପୁର ଜିଲ୍ଲା କ'ଣ ସାରା ଓଡ଼ିଶାରେ 1 ନମ୍ବର କରିବା ପାଇଁ ପ୍ରୟାସ କରିବୁ। ବିଦ୍ୟାଳୟର ବହୁତ ଗୁଡ଼େ କାମ ବାକି ଅଛି, ଯେମିତିକି ଫିଲ୍ଡର ଅବସ୍ଥା ଠିକ୍ ନାହିଁ, ତେଣୁ ସେଗୁଡ଼ାକ ଯେମିତି ଯେହେତୁ ପିଏମ୍ସି ସ୍କୁଲ ହେଇଛି ତ ସେଇ ହିସାବରେ ଆମର ଏବେ ବଜେଟ୍ ଯାଇଛି ଏଷ୍ଟିମେଟ୍ ହେଇକିରି ଯେ ଗୋଟେ କେମିତି ଷ୍ଟାଡିୟମ ଟାଇପ୍ର ଗୋଟେ ହବ, ଦିଆଲ ବୁଲିବ, ଆଉ କ୍ୱାର୍ଟର ଆମର ଟିଚର ମାନଙ୍କର କ୍ୱାର୍ଟର ନାହିଁ, ପାଣିର ସମସ୍ୟା ଟିକେ ରହୁଛି। ଏ ସବୁ ପ୍ରତି କେମିତି ଦୃଷ୍ଟି ଦେବୁ ସେଥିପାଇଁ ପ୍ରଶାସନ ପାଖରେ ଗୁହାରି କରିବୁ, ଆମେ ଯଥାସମ୍ଭବ ଚେଷ୍ଟା କରିବୁ। ଆଜିର ଏହି ସଭାରେ ଆମର ଉପସ୍ଥିତ ଅଛନ୍ତି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରେଇ ମହୋଦୟ, ଆଉ ତାଙ୍କ ସହିତ ଅଛନ୍ତି ଜଗତସିଂହପୁର ଜିଲ୍ଲାର ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ମେହେର ସାର୍ ଆଉ ରାଜୁ ସାମଲ, ଯେ କି ବିଦ୍ୟାଳୟର ଜଣେ ଛାତ୍ର କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଜଣେ ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀର ରିଟାୟାର୍ଡ ଅଛନ୍ତି, ଆଉ ସେ ବି ଜଣେ ସାହିତ୍ୟିକ, ସେ ବି ଆଜି ଅଛନ୍ତି। ଆମର ଓଡ଼ିଶାର ମାନେ ବିଖ୍ୟାତ କଥାକାର ସଂଳାପ ଲେଖକ ସ୍ୱର୍ଣ୍ଣାବିନ୍ଦ ଓଝା ମୋର ସାନ ଭାଇ ସିଏ ବି ଅଛନ୍ତି, ଆଉ ବ୍ରହ୍ମ ଜଗନ୍ନାଥ ମିଶନ ତାଳଦଣ୍ଡାର ଯୋଉ ଭାଇ ଆମର ସଞ୍ଜୀବ ଭାଇ ସିଏ ବି ଅଛନ୍ତି, ଆଉ ଆମର ଆଲୁମିନା କମିଟିର ରବି ଭାଇ ବି ଅଛନ୍ତି, ଆଉ ଆମର ସର୍ବୋପରି ଆମର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ବେହେରା ସେ ବି ଏଠି ତାଙ୍କ ସକାଶେ ସ୍କୁଲଟା ବହୁତ କିଛି ମାନେ ତାଙ୍କ ପ୍ରଚେଷ୍ଟା ଲାଗି ଯାଉଛି, ସେ ବି ସଭାରେ ଉପସ୍ଥିତ ଅଛନ୍ତି।